କହିଲେ କେହୁ ବଡ଼ ନାହିଁ କି କେହୁ ସାନ ନାହିଁ, ସମସ୍ତେ ହେଉଥିଲେ ଏକ ଭାଇ। ତେଣୁ ବ୍ରହ୍ମା ବିଷ୍ଣୁ ଶିବ ଏକ ଅଙ୍ଗ। କିନ୍ତୁ ଚାରି ବର୍ଣ୍ଣ 36 ପାଟକ ନାହାନ୍ତି। ଅଜନୀ ସମ୍ବତା ସର୍ବପରେ ଗୁରୁ ହନ୍ତି କିଏ ନା ଗୁରୁଙ୍କ ଜନ୍ମ ଆଶ୍ୱିନ ଶୁକ୍ଳ ଷଷ୍ଠୀ। ତେଣୁ ଆଦିଶକ୍ତି ଦୁର୍ଗାଙ୍କୁ ସେ ଆଣିଥିଲେ ମୈକୁଣ୍ଠି ଆଦିଶକ୍ତିକି ଆଣିଥିଲେ ନା ଶୁକ୍ଳ ଷଷ୍ଠୀ ଆଶ୍ୱିନ ମାସରେ। ତେଣୁ ସେଇ ମେରୁପୃଷ୍ଠ ବା ଖଣ୍ଡଗିରି ସେଇଠି ପ୍ରଭୁଙ୍କର ମୂଳ ପୀଠ। ତେଣୁ ଭୁବନେଶ୍ୱର ବୋଲି ଯେଉଁ ମାତା ପିତା ସ୍ଥାନ ଭୂ ଶକ୍ତି ଉପରେ ଶକ୍ତି ଲିଙ୍ଗରାଜ ଯେ ରାଜନ ପ୍ରଥମ ହେଉଛନ୍ତି ସେଇଠାରେ। ତେଣୁ ଶ୍ରୀଭୁଜେ ପୃଥିବୀ ଏକାମ୍ର ବର୍ଣ୍ଣେ ସ୍ଥାପନା କରିଲେ ପୃଥ୍ୱୀ 14 ଭୁବନେ। ସେଆରି ପାଖରେ ସବୁ ସେଇ ଜାଗାରେ ଅଛି। ଦ୍ୱାରିକା ମଥୁରା ଗୋପ ବୃନ୍ଦାବନ ଯାହା ଖୋଜିବେ ସବୁ ଏଇଠି ଅଛି। ତେଣୁ 14 ଭୁବନ କରି ସାରା ଭୁବନ ଗୁପ୍ତ ରଖିଲେ ଏକା ଏ ଅମର ବର୍ଣ୍ଣ ଯାହାକୁ କହନ୍ତି ଏକାମ୍ର ବା ଅମର ବର୍ଣ୍ଣ ଗୁପ୍ତ ଖଣ୍ଡଗିରି। ତେଣୁ ଉପରେ ଉପରେ ପୃଥ୍ୱୀ ପରେ ମେରୁ ଦୁଇ ଖଣ୍ଡ କରିପତି ପାତାଳ ମଞ୍ଚରୁ। ତାହେଲେ ପ୍ରଭୁ ରହିଲେ କେଉଁଠି? ତେଣୁ କହିଲେ ପାତାଳେ ସପ୍ତ ଭୁବନ ମର୍ତ୍ତେ ସପ୍ତ କହି ଖଣ୍ଡେ ଖଣ୍ଡେ ଗିରି ହୋଇ ଖଣ୍ଡଗିରି ହୋଇ। ସେ ମେରୁରେ ସୂର୍ଯ୍ୟ ଭ୍ରମେ ମଞ୍ଚେ ଉଦୟ ହୁଏ, ପାତାଳେ ଭ୍ରମିଲେ ସୂର୍ଯ୍ୟ ଅସ୍ତକୁ ବୁଲାଇଥାଏ। ସୂର୍ଯ୍ୟ ପାତାଳକୁ ଯାଆନ୍ତି କ'ଣ ସୂର୍ଯ୍ୟ ଅସ୍ତ ହୋଇଗଲେ। ତେଣୁ ତାହାର ପୃଷ୍ଠରେ ସୁଧର୍ମାଜ ସଭା ସେଇଠାରେ ମିଳିଥାନ୍ତି ସର୍ବଦେବ ଦେବା। କେଉଁଠାରେ? ନାହିଁ ଏକାମ୍ର ବର୍ଣ୍ଣ। ପ୍ରଭୁଙ୍କର ସବୁ ଦେବତାଙ୍କର ସଭା ହୁଏ ସେଇ ଇନ୍ଦ୍ର ସଭା କେଉଁଠି ନା ସୁଧର୍ମା ସଭା ସେଇ ଏକାମ୍ର ବର୍ଣ୍ଣ ବା ଗୁପ୍ତ ଖଣ୍ଡଗିରି ଅମରାବତୀ। ଯାହାକୁ କହନ୍ତି କେହି ଜାଣିନାହାନ୍ତି ଜାଣିପାରୁନାହାନ୍ତି। ସମସ୍ତଙ୍କୁ ମଧ୍ୟ ସେ ଜିନିଷ ଜଣା ନଥାଏ। ସେଠି କ'ଣ ହୁଏ ନା ମଳୟଗିରି ସେହି ବସନ୍ତ ବହୁଛି ସର୍ବଦେବ ପରେ ହର ପାର୍ବତୀ ମହୁଛି। ତେଣୁ କହିଲେ ତିନିପୁର ହାନି ଲାଭ ସଭାରେ ବିଚାର ଧର୍ମଦେବ ବୁଝି ଜାଣନ୍ତି ଲିଙ୍ଗେଶ୍ୱର। ସମସ୍ତଙ୍କ ବିଚାର ତାଙ୍କରି ପାଖରେ। ତେଣୁ 14 ଭୁବନେ ମାତା ପିତା ସେ ଅଟନ୍ତି। ଧର୍ମସଭା ବୁଝି କରି ଆସ୍ଥାନରେ ଚଳନ୍ତି। କାହିଁକିନା ସମସ୍ତେ ବାଉଳା ହେଉଛନ୍ତି ନା ପ୍ରଭୁ ଖାଆନ୍ତି। ତେଣୁ କହିଲା ପୁରୀରେ ଶୟନ କରି ଖେଳାଳୀଳା ମାନ ଏ ସ୍ଥାନରେ ରାଜବିଧି କରିଲେ ସ୍ଥାପନ। ପ୍ରଭୁ ପୁରୀରେ ଶୟନ କରନ୍ତି କିନ୍ତୁ ଖାଆନ୍ତି ନାହିଁ। ଖଣ୍ଡଗିରିରେ ଖଣ୍ଡ କ୍ଷୀରି ଖାଆନ୍ତି, କେବଳ ପୁରୀରେ ଯାଇ ଶୟନ କରନ୍ତି। ତେଣୁ ଅନନ୍ତ ବାସୁଦେବଙ୍କ ଗୋତ୍ର ରହିଛି କଳକି ଶୋଧନ ପାଇଁ ଗୁପ୍ତ ହୋଇଛି। ଏଇଟା କଳକି ଶୋଧନ ପାଇଁ ଏଇଟା ଗୁପ୍ତ ରହିଛି। ଆଦିଶ୍ୱର ସଂସାର ଅଟନ୍ତି କରତା ସେହି ବିନ୍ଦୁ ସାଗରରୁ ସୂର୍ଯ୍ୟ ଉଦୟତା। ଏକଚକ୍ର ରଥରେ ଉତ୍ତର ଦକ୍ଷିଣେ ଭାଗେ ଭାଗେ ସୂର୍ଯ୍ୟ କରିଲେ ପ୍ରଦକ୍ଷିଣେ। ମେରୁକୋଟେ ଭ୍ରମୁଛନ୍ତି 14 ଭୁବନ। ତେଣୁ ଏହିସବୁ ହେଉଛି ପ୍ରଭୁଙ୍କର ଏ ସଂକେତ ମାନ। କାହିଁକି ନା ଏସବୁ ଗୁପ୍ତ ଜିନିଷ। କହୁଛି ପୃଥିବୀ ଘୁରୁଛି, ଆମେ କହୁଛୁ ସୂର୍ଯ୍ୟ ଘୁରୁଛି। ବିଜ୍ଞାନ କହୁଛି ପୃଥିବୀ ଘୁରୁଛି, କିନ୍ତୁ ଆମେ ସାଧୁ ସନ୍ଥ ଯେଉଁମାନେ ଜାଣିଥିବେ ସେ କହିବେ ସୂର୍ଯ୍ୟ ଘୁରୁଛି। କାହିଁକି ଆମେ ବତେଇ ଦେବୁ। ସୂର୍ଯ୍ୟ ଘୁରିଲେ କେଉଁପୁରକୁ କେଉଁ ଜାଗାକୁ ଯାଆନ୍ତି? ପ୍ରଥମେ ଦକ୍ଷିଣେ କେଉଁପୁରେ ରୁହନ୍ତି, କେଉଁପୁରେ ସେ ଅସ୍ତ ହୁଅନ୍ତି। ହଁ ପୃଥିବୀ ଘୁରୁଛି। ଯଦି ପୃଥିବୀ ଘୁରିଲା ସୂର୍ଯ୍ୟଙ୍କ କକ୍ଷ ଦୁଇ ପାସ୍ କରେ କିପରି? ପ୍ରଭୁଙ୍କର ବିଜ୍ଞାନ ହେଲେ ମଧ୍ୟ ତତ୍ତ୍ୱ ଅଲଗା ରହିଛି। 14 ଭୁବନେ ସେ ବୁଲିକିରି ଆସନ୍ତି, ପାତାଳକୁ ଯାଆନ୍ତି। ଯେଉଁ ବିନ୍ଦୁର ସୃଷ୍ଟି ସେଇ ବିନ୍ଦୁରେ ଉଦୟ। ତାହା ହେଉଛି ଗୁପ୍ତ ପାଠ। ବିନ୍ଦୁର ସୃଷ୍ଟି ବିନ୍ଦୁର ଉଦୟ। କଲା ଶପଥ ସାଗର ପାଣିରେ ପଡ଼ି ଅସହ୍ୟ ହିଁ ବିନ୍ଦୁ ଜଳୁଅଛି ଉପରେ ଦେଖ ତ୍ରିକୋଟେ ତଇଁ। କେଉଁଠି ବିନ୍ଦୁ ଜଳୁଛି? ଆକାଶ କାହାକୁ କହୁଛ? ମହାଶୂନ୍ୟ କାହାକୁ କହୁଛ? ସୂର୍ଯ୍ୟ ଯେ କିଏ? କିଏ କିରଣ ଦେଉଛି? କାହାଠୁ ପାଉଛ? ତାହେଲେ ବିନ୍ଦୁ କେଉଁଠି ରହିଲା? ଜ୍ୟୋତି କେଉଁଠି ପ୍ରକଟ ହେଉଛି? ଏସବୁ ବହୁତ ଗୁପ୍ତ ତତ୍ତ୍ୱ ବାବା। ତେଣୁ ଅନନ୍ତ ବୈକୁଣ୍ଠ ତହୁଁ ଅନନ୍ତ ଗାଦିରେ କିଶୋର ରୂପେ ବିହାର ବାସୁଦେବ ଠାରେ। ତେଣୁ ଧର୍ମ ଡାକ ଛାଡ଼ିବ ପାପି ନାଶ ଯିବେ, ତେବେ ଯାଇ ସତ୍ୟ ଉଦେ ଗାଦିକି ଆସିବେ। ସେହି ସଭା ଭୁବନରୁ ହୋଇବ ପ୍ରଚାର, ଢାଙ୍କି ରନ୍ଥନ୍ତି ଭୂ ଶକ୍ତି ଭୈରବୀ ଆକାର। ଯେଉଁଦିନ ଭୈରବୀ ଡାକ ଦେବ ସେହିଦିନ ପାପୀମାନଙ୍କର ବିନାଶ ହେବ। ତେଣୁ ଏହୁ ନୀଳଖଣ୍ଡ ଅଛି ଖଣ୍ଡ ଯେ ଗିରିରେ ବିରଜାପତି ରଭିବେ। ସତ୍ୟ ଏହୁ ଉପରେ ଅନନ୍ତ ଉଦୟ ହେବେ। ଅନାଦି ଅବ୍ୟକ୍ତ ଅଚ୍ୟୁତ ମୂରତି ଚ୍ୟୁତ ନାହିଁ ତୁମ୍ଭ ଅଙ୍ଗ ଅଛି
ସତ୍ୟ ଜ୍ୟୋତି କାହିଁକି ନା ସତ୍ୟ ନୁହନ୍ତି, ସେ ଅସୂତ ଯାହାକୁ କହନ୍ତି ଜଗନ୍ନାଥ, କିନ୍ତୁ ଗୁପ୍ତ କେହି ଜାଣନ୍ତି ନାହିଁ। ଅକ୍ଷୟ ଅରୂପ ତୁମ୍ଭେ ରୂପ ନାହିଁ ଯାର, କି ବର୍ଣ୍ଣିବୁ ଆମ୍ଭେମାନେ ବାଳୁତ କୁମର, ଚାର ମନୁଷ୍ୟ କ'ଣ ବର୍ଣ୍ଣି ପାରିବ। ଜୟ ଜଗନ୍ନାଥ। ଏତିକିରେ ବାଣୀକୁ ବିରାମ ଦେଉଛି। କିଏ 5,000 ଦେଇଛି, କିଏ 50,000 ଜାଣିଛି, ସେ 50,000 ବାଲା କହୁଛି ତୁ ଏଠି କିଏ? କିନ୍ତୁ ଯେ 5 ଟଙ୍କାରୁ ମୂଳ ଉଠେଇଛି ସିଏ ସେଠି କିଛି ହେଲା ନାହିଁ। କାହିଁକି ନା ମୂଳଦୁଆ ସାନ୍ଦିଲା ସିଏ, କାନ୍ଥ ଉଠେଇଲା ସିଏ, ମୂଳଦୁଆ କଲା ସିଏ। ଆରେ ଛାତ ପକେଇକିରି ହଲାକୁ ଆଦଉଛି ମୁହଁର, ଆରେ କେତେ ପଇସା ଯାଇଛୁ? କହିଲା ଟାଣ ପଣ କିଛି ନ ରହିବ ତୋର, ମାୟାର ଧନ ନଥିବ, ସତ୍ୟର ଧନ ଉଠିଯିବ ତେବେ ଦେଉଳ ରହିବ। କାହିଁକି ନା ଯିଏ ଗଢ଼ିଛି ଦେଉଳ ତାର, ତୋର ନୁହେଁ। କାହିଁକି ନା 5 ଉପରେ 50 ଦେଇ ହାକିମି କରୁଛୁ କିରେ? ଆରେ ମୁଁ କରିଛି, ତୁ କିଏ? ତୁ ନିଜ ଦେଉଳକୁ ଚିହ୍ନିଛୁ? କେଉଁ ଦେଉଳ ତୋଳିବାକୁ ଆଇଛୁ? ନାଇଁରେ ବାପା, ମୂଳଦୁଆ ଯଦି ମୂଳରୁ ସାନ୍ଦିଥିବ ତା ଉପରେ ଛତ ଠିକ୍ ରହିବ। ତେଣୁ ଯିଏ 5 ଟଙ୍କା ରଖିଛି ସେ 5 ଟଙ୍କାର ମୁଣ୍ଡ ହିଁ ସେଠି ରହିବ, ରହିବନି। କାହିଁକିନା ତାର ବଡ଼ାଇ। କାହିଁକି? ନାଇଁ ମୁଁ ଦେଇଛି 5,000, ସିଏ ଦେଇଛି 5 ଟଙ୍କା, ମୁଁ କାହିଁ ସେଠି କର୍ତ୍ତା ନ ହେବି? ମୁଁ କାହିଁ ମାମଲତକାରୀ ନ ହେବି? ଆଜ୍ଞା କଳିର ସଂସାର ଚାଲିଛି, ଏସବୁ ବଡ଼ାଇ। ତେଣୁ କହିଲେ ପ୍ରଭୁ ଦେଖାଇ ଦେବ ଯେ ବଡ଼ାଇ, ପ୍ରଭୁ ଦେବେ ହିଁ ଦେବେ ଛଡ଼ାଇ। କାହାର ବଡ଼ାଇ ରଖିବେ ନାହିଁ। ଈଶ୍ୱର ଜୟ ଜଗନ୍ନାଥ। ଏତିକିରେ ବାକ୍ୟକୁ ରଖୁଛି। ରହୁ।